ମଧ୍ୟପ୍ରାଚ୍ୟରେ ଯୁଦ୍ଧ ହେଉଛି। ଆମେରିକା ଇସ୍ରାଏଲ ଓ ଇରାନ ଯୁଦ୍ଧରେ ମାତିଛନ୍ତି। ସେପଟେ ଡହଳ ବିକଳ ହେଲାଣି ପାକିସ୍ତାନ। ନିଜର ଭୁଲ ସାମରିକ ଓ କୂଟନୈତିକ ନିଷ୍ପତ୍ତି ପାଇଁ ଆଜି ପାକିସ୍ତାନ ପେଶି ହେଉଛି। ଅଧାରୁ ଅଧା ପାକିସ୍ତାନ ଅଚଳ ହୋଇଯାଇଛି କହିଲେ ଭୁଲ ହେବ ନାହିଁ। ପେଟ୍ରୋଲ ପମ୍ପରେ ତେଲ ନାହିଁ, ସ୍କୁଲ କଲେଜ ଓ ସରକାରୀ ଦପ୍ତର ବନ୍ଦ କରିବା ପାଇଁ ବାଧ୍ୟ ହେଉଛନ୍ତି ପାକିସ୍ତାନୀ ସରକାର। ଏଭଳି ସ୍ଥିତିରେ ବିପର୍ଯ୍ୟସ୍ତ ପାକିସ୍ତାନର ଅର୍ଥନୀତି ସ୍ଥିତିକୁ ସମ୍ଭାଳିବା ଦିଗରେ ଆଉ ଏକ ବଡ଼ ଚ୍ୟାଲେଞ୍ଜ ଭାବରେ ସାମ୍ନାକୁ ଆସିଛି। ଆଜି ଦେଖିବା ନିଜର ଦୋଗଲାପନ୍ଥୀ ପାଇଁ ପାକିସ୍ତାନ କେମିତି ଆଜି ପେଶି ହେଉଛି। ନମସ୍କାର, ନ୍ୟୁଜ ରୁମକୁ ସ୍ୱାଗତ କରୁଛି ମୁଁ ଅଭିନ୍ନ ଆଶୁତୋଷ। ମଧ୍ୟପ୍ରାଚ୍ୟରେ ଯୁଦ୍ଧର ବିଭୀଷିକା ରହିଛି। ଇସଲାମୀୟ ଦେଶଗୁଡ଼ିକରେ ଏହାର ଆକ୍ରମଣ ଓ ପ୍ରଭାବ ଯଥେଷ୍ଟ ବାରି ହୋଇପଡୁଛି। ହେଲେ ମଧ୍ୟପ୍ରାଚ୍ୟର ଭୌଗୋଳିକ ମାନଚିତ୍ରରୁ ବେଶ ଦୂରରେ ଥିବା ପାକିସ୍ତାନ ଏହି ଯୁଦ୍ଧ ଦ୍ୱାରା କଲବଲ ହେଲାଣି। ବର୍ତ୍ତମାନ ଅଧାରୁ ଅଧିକ ଭାଗ ପାକିସ୍ତାନ ଅଚଳ ହୋଇଯାଇଛି କହିଲେ କିଛି ଭୁଲ ହେବ ନାହିଁ। ପାକିସ୍ତାନରେ ତେଲର ଅଭାବ ରହିଛି। ପେଟ୍ରୋଲ ପମ୍ପ ଗୁଡ଼ିକ ବନ୍ଦ ହେବା ଆରମ୍ଭ କଲାଣି। ତା ସହିତ ବିଭିନ୍ନ ଯାନବାହନ ଚଳାଚଳ ମଧ୍ୟ ବିଶେଷ ଭାବରେ ପ୍ରଭାବିତ ହୋଇଛି। ଠିକ ଏତିକି ବେଳେ ପାକିସ୍ତାନ ସରକାର ଏକ ଏଭଳି ନିଷ୍ପତ୍ତି ନେଇଛନ୍ତି ଯାହା ସାଧାରଣ ଲୋକଙ୍କ ଜନଜୀବନକୁ ଆହୁରି ଅସ୍ତବ୍ୟସ୍ତ କରିଦେଉଛି। ତେଲ ଟାଙ୍କିରେ ତେଲ ନାହିଁ, ଯାନବାହନ ଚଳାଚଳ କରିପାରୁନାହିଁ, ଆଉ ଏଥିପାଇଁ ସ୍କୁଲ କଲେଜକୁ 12 ଦିନ ପାଇଁ ବନ୍ଦ କରିବା ପାଇଁ ଘୋଷଣା କରିଛନ୍ତି ପାକିସ୍ତାନ ସରକାର। ଦେଶର ସରକାରୀ ଦପ୍ତର ଗୁଡ଼ିକୁ ମଧ୍ୟ ବହୁ ମାତ୍ରାରେ ବନ୍ଦ କରିବାର ପ୍ରକ୍ରିୟା ଆରମ୍ଭ ହୋଇଛି। ଅଧା କର୍ମଚାରୀ ମାନଙ୍କୁ ନେଇ ବିଭିନ୍ନ ସରକାରୀ ଅନୁଷ୍ଠାନ ଚାଲିବ ବୋଲି ଘୋଷଣା କରିଛି ପାକିସ୍ତାନ। ତାରି ଭିତରୁ ଅନେକ ଏମ୍ପ୍ଲୟି ବର୍ତ୍ତମାନ ସମୟରେ ୱାର୍କ ଫ୍ରମ୍ ହୋମ୍ ଜରିଆରେ କାର୍ଯ୍ୟ କରିବେ, ଏହି ନିର୍ଦ୍ଦେଶନାମା ବି ପାକିସ୍ତାନ ଜାରି କରିଛି। କେବଳ ଏତିକି ନୁହେଁ ଦର୍ଶକ ବନ୍ଧୁ, ଅଟାର ଅଭାବ ଏବଂ ବିଭିନ୍ନ ଖାଦ୍ୟଶସ୍ୟର ଅଭାବ ଭୋଗୁଥିବା ପାକିସ୍ତାନ ଯୁଦ୍ଧ ପରିସ୍ଥିତିରେ ଅର୍ଥନୈତିକ ହାହାକାରର ଶିକାର ହେଉଛି କହିଲେ କିଛି ଭୁଲ ହେବ ନାହିଁ। ଆଉ ପାକିସ୍ତାନର ଦୋଗଲାପନ୍ଥୀ ହିଁ ଏହା ପଛର ପ୍ରମୁଖ କାରଣ ବୋଲି କୁହାଯାଉଛି। ପାକିସ୍ତାନର ବିଫଳ କୂଟନୈତିକ କାର୍ଯ୍ୟକ୍ରମ ଏବଂ ଆତଙ୍କୀମାନଙ୍କୁ ପ୍ରୋତ୍ସାହନ ଦେବାର ନୀତି ଆଜି ଯୁଦ୍ଧ ସମୟରେ ପାକିସ୍ତାନକୁ ବିଚଳିତ କରିଛି। ପାକିସ୍ତାନବାସୀଙ୍କୁ ଅସ୍ତବ୍ୟସ୍ତ କରିଦେଇଛି। ଭୁଷୁଡ଼ିବାକୁ ଯାଉଛି ପାକିସ୍ତାନର ଅର୍ଥନୈତିକ ମେରୁଦଣ୍ଡ। ଦର୍ଶକ ବନ୍ଧୁ, ଏଠି ଆମେ କହି ରଖିବା ପାଇଁ ଚାହିଁବୁ ଯେ ଆତଙ୍କୀ ରାଷ୍ଟ୍ର ପାକିସ୍ତାନର ପୋଲ ଖୋଲ ପୂର୍ବରୁ ମଧ୍ୟ ହୋଇସାରିଛି। ପାକିସ୍ତାନୀ ଜନତା ଓ ନେତା କାହାର ନୁହନ୍ତି ଏକଥା ସେମାନେ ବିଶ୍ୱକୁ ଦର୍ଶାଇ ସାରିଛନ୍ତି। ଆଉ ବର୍ତ୍ତମାନ ଯୁଦ୍ଧ ପରିସ୍ଥିତିରେ ମଧ୍ୟ ପାକିସ୍ତାନ ସମାନ ଅବସ୍ଥା ଦେଇ ଗତି କରୁଛି। ଗୋଟିଏ ପଟରେ ଇରାନ, ଆମେରିକା ଓ ଇସ୍ରାଏଲର ଯୁଦ୍ଧ ଚାଲିଛି। ଏତିକି ବେଳେ ସାଉଦି ଆରବ ଉପରେ ମଧ୍ୟ ଘନ ଘନ ଆକ୍ରମଣ କରୁଛି ଇରାନ। ହେଲେ ନିଜର ସାମରିକ ଚୁକ୍ତିକୁ କାୟମ ରଖିବାରେ ଅସଫଳ ହୋଇଛନ୍ତି ପାକିସ୍ତାନୀ ନେତା। ଆପଣଙ୍କର ମନେ ଥିବ, ମୁଁ ପୂର୍ବ ରିପୋର୍ଟରେ ମଧ୍ୟ କହିଥିଲି କେମିତି ପାକିସ୍ତାନ ଓ ସାଉଦି ଆରବ ଭିତରେ ଗୋଟିଏ ସାମରିକ ଚୁକ୍ତି ହୋଇଥିଲା। ଏହି ଚୁକ୍ତିରେ ତ କଣ ଥିଲା ବ୍ୟାପକ ଭାବରେ ପାକିସ୍ତାନ କାହାକୁ ଅବଗତ କଲା ନାହିଁ। ହେଲେ ସେତେବେଳେ ଜୋର ଲଗେଇ କହିଥିଲା ଯଦି ସାଉଦି ଉପରେ ଆକ୍ରମଣ ହୁଏ ତେବେ ଏହା ସାଉଦି ଆରବ ଓ ପାକିସ୍ତାନ ଉପରେ ଆକ୍ରମଣ ବୋଲି ବିବେଚନା କରାଯିବ। ଆଉ ଯଦି ପାକିସ୍ତାନ ଆକ୍ରମଣର ଶିକାର ହୁଏ ତେବେ ସମାନ ଢଙ୍ଗରେ ସାଉଦି ଆରବ ଓ ପାକିସ୍ତାନ ଉଭୟ ଦେଶ ଉପରେ ଏହା ଆକ୍ରମଣ ବୋଲି ଗ୍ରହଣ କରାଯିବ ଓ ଉଭୟ ଦେଶ ମିଳିମିଶି ଏହାର ଜବାବ ଦେବେ। ହେଲେ ଯୁଦ୍ଧ ପରିସ୍ଥିତିରେ ଯେତେବେଳେ ଇରାନ ସାଉଦି ଆରବର ଅର୍ଥନୈତିକ ସ୍ଥିତାବସ୍ଥାକୁ ଦୋହଲାଇ ଦେଉଛି, ସାଉଦି ଆରବର ବିଭିନ୍ନ ତୈଳ ଭଣ୍ଡାର ଗୁଡ଼ିକ ଆକ୍ରମଣର ଶିକାର ହେଉଛନ୍ତି, ସେତେବେଳେ ଅପାରକ ପାକିସ୍ତାନ ନିଜର ସାମରିକ ଚୁକ୍ତିକୁ କାୟମ ରଖିବାରେ ମଧ୍ୟ ଅସଫଳ। ନା ସାଉଦି ଆରବ ସହିତ ଛିଡା ହୋଇପାରୁଛି ପାକିସ୍ତାନ, ନା ଏଥିପାଇଁ ପାକିସ୍ତାନର ସେନାର ସହଯୋଗର ବା ପାକିସ୍ତାନୀ ସେନାର କୌଣସି ଯୋଗ୍ୟତା ବି ଅଛି, ସେ ନେଇ ବି ପ୍ରଶ୍ନ ଉଠୁଛି। କାହିଁକି ନା ପୂର୍ବରୁ ଆମେ ଦେଖିଥିଲୁ ଯେତେବେଳେ ସାଉଦି ଆରବ ଉପରେ ଘନ ଘନ ଇରାନ ଆକ୍ରମଣ କଲା, ସେତେବେଳେ ସାଉଦି ଆରବ ପାକିସ୍ତାନକୁ ପ୍ରଶ୍ନ କରିଥିଲା କୁଆଡେ ଗଲା ସେହି ସାମରିକ ଚୁକ୍ତିର ବନ୍ଧୁତ୍ୱ। ଆଉ ଏହାପରେ ବାଧ୍ୟବାଧକତାରେ ଆସି ପାକିସ୍ତାନ ଇରାନକୁ ଧମକ ଦେଇଥିଲା, କହିଥିଲା ଯଦି ସାଉଦି ଆରବ ଉପରେ ଆକ୍ରମଣ ହୁଏ ତେବେ ପାକିସ୍ତାନ ମଧ୍ୟ ଯୁଦ୍ଧକୁ ଓହ୍ଲାଇବ। ହେଲେ ଯୁଦ୍ଧକୁ ଓହ୍ଲାଇବା ପାଇଁ ନା ସାମରିକ ନା କୂଟନୈତିକ ସ୍ଥିରତା ପାକିସ୍ତାନର ଅଛି। ଆତଙ୍କୀଙ୍କୁ ପୋଷି ପୋଷି ହାଲିଆ ହୋଇଯାଉଥିବା ପାକିସ୍ତାନ କେବଳ ଆତଙ୍କବାଦୀଙ୍କୁ ହିଁ ପ୍ରୋତ୍ସାହନ ଦେଇପାରିବ। ବିଶ୍ୱ ଯେତେବେଳେ ଯୁଦ୍ଧ ପରିସ୍ଥିତିର ସାମ୍ନା କରିବ ସେତେବେଳେ ଅନୁବନ୍ଧିତ ଥିବା ଦେଶ ସହ କେମିତି କୂଟନୈତିକ ଓ ସାମରିକ ସହଯୋଗ ବଜାୟ ରଖିବ ତାର ଫର୍ମୁଲା ବି
पाकिस्तान को जना नहीं बोली कहिले किछि भूल हेबो नहीं। सेपटे अमेरिका पई दिने पाकिस्तान बड़ मित्र पलटिथिला। ट्रम्पकर भूरी भूरी प्रशंसा करिबारे माति जाइथिले पाकिस्तान प्रधानमंत्री। कूटनैतिक संपर्क अमेरिका सह भारत भी तो रखिछि, किंतु कूटनैतिक संपर्कर सीमा शरत को देई पाकिस्तान अमेरिकार गुलामगिरी करबा पर्यंत चली जाइथिला। ट्रम्प को एते भूरी भूरी प्रशंसा करिथिला जेउथिरे पाकिस्तान रो असहायता स्पष्ट बारी होई पडुथिला। आउ दिने अमेरिका पई गुलामगिरी करुथुबा पाकिस्तान को वर्तमान अमेरिका मध्य सहयोग करिबारे व्यस्त नहीं, कहीं अमेरिका मध्य निजर युद्ध स्थिति को संभाळिबारे पूरा दम लगे देछि। एतिकी बेले अमेरिका राष्ट्रपति डोनाल्ड ट्रम्प पाखरे जे समय रहिबो आउ से पाकिस्तान रो कथा चिंता करिवे या भाबिबा मध्य अस्वाभाविक। सेपटे साउदी अरब सह मध्य छिड़ा हेबार क्षमता रखि पारु नथिबा पाकिस्तान वर्तमान केमिति निजर सामरिक चुक्ति को बजाय रखिबो से चिंतारे रहिछि। आउ एहारी भितरे जेतेबेले भारत निजर कूटनैतिक डील करी स्ट्रेट ऑफ हॉर्मुज रु दुईटी तैल जहाज भारत आड़क आनिबारे सक्षम हो सारिलानी, सेतेबेले पाकिस्तान चिंता करुछि साधारण लोकंकु पोषिबो केमिति। तैल भंडार रे तेल नाही, पाकिस्तान रो पेट्रोल पंप बंद, स्कूल कॉलेज शिक्षानुष्ठान सरकारी बेसरकारी ऑफिस रे ताला। अधारू अधिक कर्मचारी वर्क फ्रॉम होम करिवे, एमिति कि कर्मचारी मानकर परिवहन भत्तारे मध्य काटछांट पई निष्पत्ति निया जाउछि। अनेक बड़ बड़ ऑफिसर एवं कर्मचारी मानकर मासिक 2 दिनर दरमा काटिबा पई मध्य चिंता करिछि पाकिस्तान। एणु युद्धर प्रभाव मध्यप्राच्य रे नुहे पाकिस्तान को भी कलबल करुछि। आउ पाकिस्तान एथिरे बेसी मात्रा अस्तव्यस्त हेबार कारण हेउछि आतंकी को प्रोत्साहन दे निजर कूटनैतिक और सामरिक विफलता को जाहिर करबा। ए सब भितरे पाकिस्तान जलुछि, विश्व युद्ध को देखुछि, अपर पक्षरे पाकिस्तान निजर दोमुहा नीति पई पेशी होई जाउछि। ना से अमेरिकार होई पारुछि, ना साउदी अरब रो होई पारुछि, ना निज जनता विश्वास भाजन होई पारुछि, ना कोनोसी कूटनैतिक चाल खेली पारुछि। एहा द्वारा पाकिस्तान सेना एवं सरकार रो अपारगता वर्तमान जल जल होई पूरा विश्व देखुछि। आउ एथिरे पेशी हेउछंती पाकिस्तानी। तेबे एभली रिपोर्ट आपनकु केमिति लागुछि से संपर्क रे आपनकर मतामत देबा पई सोशल मीडिया यूट्यूब और फेसबुक रे आम साइट को जानतु, आम चैनल को सब्सक्राइब करंतु, आम वीडियो को लाइक और शेयर करंतु, ता सहित कमेंट बॉक्स रे निजर मतामत निश्चित लेखंतु। रहुछि, नमस्कार।